ମୁଁ ଜାଣେ ଯେ ତୁମେ ଜଣେ ବହୁତ ଦୟାଳୁ ଏବଂ ଭଲ ହୃଦୟର ବ୍ୟକ୍ତି ଅଟ ଏବଂ ସର୍ବଦା ତୁମେ ସମସ୍ତଙ୍କୁ ସାହାଯ୍ୟ କରିଥାଅ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ତୁମର ସାହାଯ୍ୟ ପାଇଁ ତା ବଦଳରେ ତୁମକୁ ଦିପଦ ମିଠା କଥା ମଧ୍ୟ କୁହନ୍ତି ନାହିଁ ଏବଂ ତୁମେ କରିଥିବା ସାହାଯ୍ୟକୁ ମଧ୍ୟ ସମ୍ମାନ କରନ୍ତି ନାହିଁ। ତେଣୁ ଏପରି ପରିସ୍ଥିତିରେ ତୁମେ ତୁମର ହୃଦୟକୁ ଛୋଟ କର ନାହିଁ। କଦାପି ତ ତୁମର ଭଲ ଗୁଣକୁ ଛାଡ଼ ନାହିଁ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏହା ହେଉଛି ତୁମର ବିଶେଷତା ଏବଂ ମୁଁ ଏହାକୁ ବହୁତ ପସନ୍ଦ କରେ। କିଛି ଲୋକଙ୍କର ଆଚରଣ ହେତୁ, ସେମାନଙ୍କର କଟୁ କଥା ହେତୁ ନିଜର ଏହି ଗୁଣକୁ କଦାପି ଛାଡ଼ ନାହିଁ। ତୁମେ ଯେଉଁଭଳି ଭାବରେ ଆଜି ପର୍ଯ୍ୟନ୍ତ ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆସିଛ, ସେହି ଭାବରେ ଜାରି ରଖ। ତୁମକୁ ନିଶ୍ଚିତ ଭାବରେ ଏହାର ଫଳ ମିଳିବ, କାରଣ ଏହା ତୁମର ଭଲ କର୍ମ ଅଟେ। ସେମାନଙ୍କର କର୍ମ ମୁଁ ଦେଖିଛି ଏବଂ ସେମାନଙ୍କୁ ସେମାନଙ୍କ କର୍ମର ଫଳ ଅବଶ୍ୟ ମିଳିବ। ତୁମେ ସେହି ଲୋକମାନଙ୍କ ବିଷୟରେ ଚିନ୍ତା ନ କରି ନିଜର ମନକୁ ଭଲ ରଖ, ଖୁସି ରଖ ଏବଂ ନିଜର ସମସ୍ତ କାର୍ଯ୍ୟ ଯେଉଁଭଳି ଭାବରେ କରି ଆସୁଛ ସେହିପରି ଭାବରେ କରିଚାଲ। କାହିଁକି ନା ତୁମେ କେତେ ସତ୍ୟ ଅଟ ଏବଂ ନିଃସ୍ୱାର୍ଥପର ଭାବରେ ସମସ୍ତଙ୍କୁ କିଭଳି ସାହାଯ୍ୟ କର, ଏହା କେବଳ ତୁମେ ଏବଂ ମୁଁ ଜାଣିଛି। ତେଣୁ ଆଦୌ ଚିନ୍ତା କର ନାହିଁ। ସବୁବେଳେ ମୁଁ ତୁମକୁ କୁହେ, ତୁମେ ଆଜି ମୋତେ ଭେଟିବାକୁ ଆସିବ, କିନ୍ତୁ ଆଜି ମୁଁ କହୁଛି, ଆଜି ମୁଁ ତୁମକୁ ଭେଟିବାକୁ ଆସିବି। ଖୁସିରେ ରୁହ, ଖୁବ୍ ହସ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।